एशिया कप 2025 ପାଇଁ ଘୋଷଣା ହେଲା ସମସ୍ତ 8ଟି ଟିମ୍। ପାଖେଇ ପାଖେଇ ଆସୁଛି ଏସିଆ କପ୍ 2025। ଆଉ ମାତ୍ର କେଇ ଦିନର ଅପେକ୍ଷା। ସେପ୍ଟେମ୍ବର 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ଲଢେଇ। ଆଉ ଏହାରି ଭିତରେ ମ୍ୟାଚ୍ ପାଇଁ ସମସ୍ତ 8ଟି ଦଳର ଘୋଷଣା ସରିଛି। କେବଳ ମ୍ୟାଚ୍କୁ ଅପେକ୍ଷା। ହେଲେ ଅଧିକାଂଶ କ୍ରିକେଟ ପ୍ରେମୀ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍କୁ ଅପେକ୍ଷା କରି ରହିଛନ୍ତି, ଯାହାକି ଅପରେସନ ସିନ୍ଦୁର ପରେ ପ୍ରଥମ ଥର ପାଇଁ ଖେଳାଯିବ। ଭାରତକୁ ଏସିଆ କପ୍ 2025ର ଆୟୋଜନ କରିବାର ଅଧିକାର ମିଳିଛି, କିନ୍ତୁ ଅପରେସନ ସିନ୍ଦୁର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନା ଯୋଗୁଁ ଏହା ଏକ ନିରପେକ୍ଷ ସ୍ଥାନ ୟୁଏଇରେ ଅନୁଷ୍ଠିତ ହେବ। ଟି20 ବିଶ୍ୱକପ୍ 2025କୁ ଧ୍ୟାନରେ ରଖି ଏଥର ଏସିଆ କପ୍ 2025 ଟି20 ଫର୍ମାଟରେ ଖେଳାଯିବ ଏବଂ ଏଥିରେ ମୋଟ 8ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ହଂକଂ, ୟୁଏଇ ଏବଂ ଓମାନ ଦଳ ଅନ୍ତର୍ଭୁକ୍ତ ଅଟନ୍ତି।